ମାନେ ହଁ 5 ମାର୍କିଆ ପାଇଁ ଏତିକି ତମେ ଲେଖା ପ୍ରାକ୍ଟିସ କର। ଆଉ ଯଦି ଆମେ କହିବା 3 ମାର୍କିଆ ପାଇଁ ତମେ ମାନେ 3 ମାର୍କିଆ ପାଇଁ 3 ମାର୍କିଆ ପାଇଁ 1.5 ପେଜ। ମାନେ 75% ଗୋଟେ ପେଜର 75%। 75% ମାନେ 2ଟା ପାରା ଆଉ 2 ମାର୍କିଆ ପାଇଁ 6 ରୁ 7 ଲାଇନ ସେଇ ହିସାବରେ ଲେଖା ପ୍ରାକ୍ଟିସ କର। ତାହେଲେ ତମେ ମୁଁ ଜାଣୁଛି ତମେ ବୁଝୁଛ କିନ୍ତୁ ସେଇ ବୁଝିବା ଜିନିଷଟାକୁ ଖାତାରେ ଲେଖିବ ହେଲା ପାଇଁ କାରଣ ସେଇଟା ହିଁ ଇଭାଲୁଏଟ କରାଯିବ। ତମେ ତାକୁ ଲେଖା ପ୍ରାକ୍ଟିସ କର ଯାହାବି ଦିଆଯାଉଛି। ବୁକ୍ ଜମା ପଢୁନଥିଲି, ଆପଣ ଯାହା ସେୟାର କରିଛନ୍ତି ଯାହା ପଢିଥିଲେ ସେଇଆକୁ ହିଁ ଯୋଉ ପାଠଟା ତମେ କେତେ ବୁଝିଛ ତାକୁ ତମେ କେତେ ସୁନ୍ଦର ସେ ଲେଖିପାରୁଛ। ଯେହେତୁ ସମସ୍ତେ ବୁଝୁଛ ତାକୁ କେବଳ ଦରକାର ହେଲା କେତେ ଭଲସେ ବସିବୁ କଣ ପାଇଁ ବସିବୁ କେମିତି ତାକୁ ଆମେ ଲେଖିବା। ହ୍ୟାଲୋ। ନାଇଁ କିଛି ନାହିଁ ବସିଛି କହୁନ। ହଁ ହଁ ବୋଉ ବା କହିଥିଲା ପଚାରିଥିଲି ବୋଉକୁ। ମନା କଲା ପୋଡା ବାଲା ଆଣିବା ପାଇଁ ଅର୍ଡର ଯାହା ହେଲେ ବି ହଁ ସେ 23ରେ। ହଁ ହଁ ନାଇଁ ନାଇଁ ବେଶୀ ଆଣିନି। ଲେଖିବାର ଜିନିଷ ଯଦି ଆମେ ଲଙ୍ଗ କୋଶ୍ଚିନ୍ ଆମେ ବାର ମେନ୍ କନସେପ୍ଟ ଆଉ କନଫ୍ୟୁଜନ ବାର କୁହାଯାଏ ତମେ ଲେଖା ଖାଇବା ତମେ ନିଜେ ଲେଖିକି ମତେ ନିଜେ ପଠାଅ ଗ୍ରୁପରେ ବା ପର୍ସନାଲ ପଠାଅ। ଗୋଟେ ଏକ୍ସାମ ହେଲେ ଆମେ ଜାଣିପାରନ୍ତି କେମିତି ଲେଖିଲୁ କେତିକି ଲେଖିଲୁ ସେତିକି ଲେଖିଲୁ। ତେଣୁ ତମ ପଟୁ ଗୋଟେ ରହିବା ଦରକାର ଇନିସିଏଟିଭ ତମେ ଲେଖିକି ମତେ ପଠାଅ ଲେଖିକି ପଠେଇଲେ ଆମେ ଜାଣିପାରିବା ଯେ କେତିକି ଲେଖିଲ କମିଲା କି ବଢିଲା କି କଣ। ଓକେ ସେଇ ହିସାବରେ ତାହେଲେ ମୁଁ ଆଜି ଘରକୁ ଗଲେ ତମମାନଙ୍କୁ ଗ୍ରୁପରେ ଫାର୍ଷ୍ଟ ୟୁନିଟ ର କେତେଟା ଲଙ୍ଗ କୋଶ୍ଚିନ୍ ଆଉ 3 ମାର୍କିଆ 2 ମାର୍କିଆ ହେଲା ଲେଖିକି ଦେବି ତମେ ତାକୁ ଯଥା ଶୀଘ୍ର ଦେଖିକି ମତେ କାଲି କ୍ଲାସ ଥିବ। ଘରେ ଆସିବେ କହିନଥିଲି 10 ମାର୍କ ପାଇଁ 2ଟା ଖାଲି ଖାତା ଅଛି ଆଉ ଅଲଗା ଖାତା ମ୍ୟାମ୍ ଏଟା ସରିଲେ କ୍ଲାସଟା ହଉ ଠିକ ଅଛି ହଉ ଗଲା ବେଳକୁ ତତେ ଦେବି ବୁଝିଲ ତମେ ତାକୁ କେମିତି କୋଶ୍ଚିନ୍ ଦେଲେ ତମେ ଦେଖିବା ଶୈଳୀରେ ଯେମିତି କି ଯାହା ପଚାରୁଛି ସେଇଭଳି ଭାବ ଆମର ଯଦି ସିଲାବସ ଟା ଟିକେ ଦେଖିବ ଆମେ ଆମେ କଥା ହେଇଥିଲେ ନା ଏଜୁକେସନ ଫର ସୋସିଆଲ ମୋବିଲିଟି ପଠେଇଥିଲି ଏଜୁକେସନ ଫର ସୋସିଆଲ ମୋବିଲିଟି କଣ ଆଉ ଗୋଟେ ଇଣ୍ଟରେଷ୍ଟିଂ ଜିନିଷ ଆମେ ଦେଖିବା ଯେ ଜେଣ୍ଡର ଡିସପାରିଟି ଯାହାକୁ ଆମେ କହୁଛେ ଲିଙ୍ଗ ବୈଷମ୍ୟତା ଓକେ ଜେଣ୍ଡର ଡିସପାରିଟି ଆଣ୍ଡ ରୋଲ ଅଫ ଏଜୁକେସନ ଯଦି ଆମେ କନସେପ୍ଟ ବୁଝିବା ଆମେ କଥା ହେଇଥିଲେ ଜେଣ୍ଡର ଆଉ ସେକ୍ସ biologically ଗୋଟେ ହେଲା socially okay ଏଠି ହଉଛି gender disparity ବା ଯେମିତି କହିବା male female ବା ଯୋଉ ତାଙ୍କର characteristics ଯେମିତି ଆମେ ଇଂଲିଶରେ କହୁଛେ male ମାନଙ୍କର characteristics ହଉଛି masculinity characteristic କି femininity characteristic okay ତ ଏଇ ଯୋଉ characteristic ଟା socially ଆମେ କହୁଛେ social term ମାନେ ସାମାଜିକ ଗୋଟେ ଏଇଟା ସଂଜ୍ଞା ଯେ by gender ଗୋଟେ ପୁଅ ପୁରୁଷର by gender ଗୋଟେ ସ୍ତ୍ରୀ ଲୋକର ବା ଗୋଟେ ଝିଅର ଆଉ ମହିଳାର ରୋଲ କଣ ହବ
बायोलॉजिकली आम जाऊे जन्मगत हिसाब से जाऊे पुओ ना झील हिसाब से किंतु आम पुरुष महिला कथा कौचे आम माने तार जेंडर सोशल रोल हिसाब से कौचे ओके जो थे आम ट्रांसजेंडर आड करछे आम थरे कथा तो एबे कथा हला जेंडर डिस्पारिटी माने लिंगगत डिस्पारिटी माने विभिन्नता भिन्नता आसुची तो से कहवा कथा जे को क्षेत्र रे जेंडर डिस्पारिटी आसुची आ ए जो जेंडर डिस्पारिटी स्टार्ट हेइची को जो कहबा जे को जगह हम देखि पाछी डिस्पारिटीज बा ए जो विभिन्नता बा वैषम्यता सब न भाबी देखा जाउची हम जति कहबा फैमिली को हम स्टार्ट करी ओके फैमिली रे पुओ झियो को देखि से गोटे विभिन्नता अछि कि निज एक्सपीरियंस अछि कौन एग्जांपल तम लाइफ रो पुओ सुनि थिबारो पुओ जानि थिबारो फैमिली रे बेसी कॉमन हल फैमिली बेसी कोमन भल पान ताबरे घर घर काम हमें कहै छै घर काम झियो सब कि झियमान पढ़िया पे अला करूना अच्छा बाहर को जिबा पढ़िबार स्कोप ଆମେ ଦେଖୁଛେ ପୁଅ ଝିଅ ଆମେ ଜେନେରାଲାଇଜ କରୁନି ଅଥରେ ବି କହୁଛି ଏଇଟା ସାଧାରଣ ନୁହଁ ଏଇଟା ସମସ୍ତଙ୍କ ଘରେ ଘରେ ହଉନି କିନ୍ତୁ ଆମ ପାଖେ ଏକ୍ସାମ୍ପଲ ଅଛି ଓକେ ସେଇ ହିସାବରେ ଆମେ କଥା ରଖୁଛେ ଯେ ହଁ ଯଦି ଗୋଟେ ଘରେ ପୁଅ ଝିଅ ଅଛନ୍ତି ପଢିବାର ସୁଯୋଗ ଅଛି ଗୋଟେ ତାହେଲେ ସେଠି ଚୁଜ କରାଯାଉଛି ପୁଅଟା ପଢୁ ବୁଝିପାରୁଛ ଏଇ ଯୋଉ କୋଶ୍ଚିନ୍ ବୁଝିପାରୁଛ ଲିମିଟେଡ ସେଇ ସୁଯୋଗ ଫାଇଦାଟା ଉଠିଲା ବେଳକୁ ଆମକୁ କେବଳ ଅପସନ ଦିଆଯାଉଛି ଯଦି ଗୋଟେ ଜେଣ୍ଡର ପର୍ଟିକୁଲାର ओके किंबा ठीक है हम जब जॉब बाहर को जीवा कथा कहले हम कहले हम ଏବେ मार्केट जाई कि किछ ଗୋଟେ କିଣିବାର ଅଛି ରାତି 10:30 ହେଲା ओके ମୁଁ ସେଠି ନେଇକି ମୋ ପୁଅ ବି ଗାଡି ଚଲାଉଛି ମୋ ଝିଅ ବି ଗାଡି ଚଲାଉଛି ତ ମୁଁ ସେଠି ମୋ ପୁଅକୁ ଦେବି ଯାଇକି ମାର୍କେଟରୁ ଜିନିଷ ଆଣ ଓକେ କୌଣସି ଗୋଟେ କାମକୁ ମୁଁ ଗୋଟେ ନିର୍ଦ୍ଦିଷ୍ଟ ରୋଲ ହିସାବରେ ଡିଫାଇନ କରେ ତ ଏଇ ଯୋଉ ଚେଞ୍ଜେସ ଆମେ ଦେଖିଛେ କହିଲେ ସିମ୍ପଲ ପୁଅ ମାନଙ୍କୁ ବେଶୀ ଭଲ ପାଆନ୍ତି ଦେଖ ଗୋଟେ ପ୍ରକାର ଜିନିଷ ଅଛି ଗୋଟେ ଅପୋଜିଟ ୱେରେ ଗୋଟେ ଥାଏ ମା ମାନେ ପୁଅକୁ ଭଲ ପାଇବା ବାପା ଝିଅକୁ ଭଲ ପାଇବା ଏଇଟା ଗୋଟେ ଅପୋଜିଟ ଜିନିଷ ଅଛି ବାୟୋଲୋଜିକାଲି ଗୋଟେ ଚେଞ୍ଜେସ ଆସେ ଅପୋଜିଟ ବି ଅଛି କିନ୍ତୁ ଆମେ ଯେମିତି କହିଲେ ଯୋଉ ଏଜୁକେସନ ସିଷ୍ଟମ ଗୋଟେ ଅପରଚୁନିଟି କ୍ଷେତ୍ରରେ ପୁଅ ଝିଅକୁ ଦେଖି ସପୋଜ କିଛି ପଢା କ୍ଷେତ୍ରରେ ସପୋଜ ଘରେ କୁହାଗଲେ ଭାଇ ଭଉଣୀ ସାଙ୍ଗ ହେଇକି ପଢୁଛନ୍ତି +3 ଆଡମିସନ କଲେ ଓକେ ତ ବା ଆମେ +3 ସହିତ ସପୋଜ ଆଉ କିଛି ଇଲେକ୍ଟ୍ରିକ ଜିନିଷ ଇଲେକ୍ଟ୍ରିକ ଡିପାର୍ଟମେଣ୍ଟ ଓକେ ନିହାତି ଆମେ ପ୍ରିଫର କରୁଛେ କାହାକୁ ଯେ ପୁଅଟା ଏପଟ ଲାଇନ ଟା ଯାଉ ଝିଅଟା ଯାଇ ଆସିକି ପଢିଦେଲେ ହବ ଆର୍ଟ୍ସ ଯାଇ ଆସିକି ପଢିଦେଲେ ହବ ଆହୁରି ମଧ୍ୟ ଆମେ ଚେଞ୍ଜେସ ସେମିତି କହୁଛି ସାଇନ୍ସ ଆର୍ଟ୍ସ ଭିତରୁ ପ୍ରିଫର କରୁଛେ ଝିଅ ମାନେ ଆର୍ଟ୍ସ ନିଅନ୍ତି ପୁଅମାନେ ସାଇନ୍ସ ପାଠ ପାରିପାରିବେ ସାଇନ୍ସ ଭିତରେ ବାୟୋଲୋଜିକାଲ ସାଇନ୍ସ ଫିଜିକ୍ସ କେମିଷ୍ଟ୍ରି ମଧ୍ୟ ଡିଫରେନ୍ସ ଜେନେରାଲ ଏମିତି ଭାବେ କହୁଛି ତ ଫିଜିକ୍ସ କେମିଷ୍ଟ୍ରି ପୁଅ ମାନେ ବାୟୋଲୋଜି ଝିଅ ମାନେ ନେବେ ओके ଆମେ ଯେମିତି କହୁଛେ ଏଜୁକେସନ ଲାଇନ ଟିଚର ଝିଅ ମାନଙ୍କ ପାଇଁ ବହୁତ ଭଲ ଲାଗେ ଓକେ ଏ ଯୋଉ ଏତେ ନୋସନ ରହିଯାଇଛି କଥା କାହିଁକି ରହିଛି କାରଣ ବହୁତ ଆମେ କହୁଛେ ଯେ ମୁଁ କାହିଁକି 10:30ରେ ମୋ ଝିଅକୁ ଛାଡିବି ତାର କ୍ୱେଶ୍ଚନ ସେଟା ସେଫ୍ଟି ଉପରେ କ୍ୱେଶ୍ଚନ ଅଛି ଓକେ ତେଣୁ ସେଥିପାଇଁ ବି ସେଟ୍ କରିଦେଲେ ନା ନା 12ଟା ଆଡେ ବି ପୁଅ ଯାଇପାରିବ 10ଟା ପରେ ଝିଅକୁ ଆମେ ବାହାରକୁ ଯିବା ନାହିଁ ଇଭେନ ଆଜି ବି ମୁଁ ଆସିଲା ତିନିଟା ଝିଅ ବସିଲେ ଜଣ ଅଲଗା ଅଲଗା ସେକ୍ଟର ଆସିଲେ କାହାର ବ୍ୟାଙ୍କ ବନ୍ଦ ହେଲା ସେ ବସିଲା ମୁଁ ଘରକୁ ବାହାରିଲି ଜେଜେବାପା ଜେଜେମା ଭାବି ପାରୁଥିଲେ କି ମାନେ ଗୋଟେ ଝିଅ ନିଜେ ଯାଇକି ନିଜେ ଜାଗାରେ ଚାକିରି କରିବା ନିଜେ ସବୁ ଜିନିଷ ବୁଝିବା ଦିଟାଙ୍କ ସମ୍ଭାଳିବା ରାତି 7ଟା 8ଟାରେ ନିଜେ ଅପରିଚୟ ସେମାନେ ସେତେବେଳେ ଭାବି ପାରୁନଥିଲେ କାହିଁକି ନା ସେତେବେଳେ ସେଇଭଳି ଖାଇଥିଲେ କଣ କନଫାଇନ କରାଯାଇଥିଲା ଯେ ହଁ ତମ ଏତିକି ବର୍ଷରେ ହେଇଗଲା ବୟସ ମାନେ ବାହା ହେଇଯିବା ତମ ଜେନେରେସନରେ ଆଗକୁ ନବା ରୋଲ ଡିଫାଇନ କରାଯାଇଛି ଯଦି ସେଇ ଜିନିଷ ପୁଅଙ୍କ ପାଇଁ କେବେ ଭାବି ହିଁ ନାହାନ୍ତି ସେମାନେ କରିପାରିବେ ସେମାନେ ଯାଇପାରିବେ ରାତିର କୌଣସି ରେଷ୍ଟ୍ରିକସନ ନାହିଁ ରହିବେ ତ ଏଇଟା ଗୋଟେ ଆମେ ଦେଖୁଛେ ଏକ୍ସାମ୍ପଲ ଏଇ ମାନେ ନିଜ ଘରୁ ଯୋଉଟା ଆମେ ଷ୍ଟାର୍ଟ କରୁଛୁ ଘରେ ମଧ୍ୟ ଗୋଟେ ଡିସପାରିଟିସ୍ ରହୁଛି ପିଲାଙ୍କର ଅପରଚୁନିଟିକୁ ନେଇକି ପିଲାଙ୍କର ରେଷ୍ଟ୍ରିକସନକୁ ନେଇକି ଅପରଚୁନିଟିକୁ ନେଇକି ରହୁଛି ଆମେ ଯେମିତି କିଛି ବି ଗୋଟେ ଜିନିଷ ହେଲେ ଚଢିଗଲୁ ପୁଅକୁ ଆମେ କହିବା ଚଢିଯାଉ ବୋଲି ଝିଅକୁ ଆମେ କହୁଛୁ ନା ତୁ ପଡିଯିବୁ ଓକେ ସେଇଟା ବି ଗୋଟେ କ୍ୟାରେକ୍ଟରିଷ୍ଟିକ ଦେଖୁଛି ଯେହେତୁ ଝିଅ ମାନେ ଟିକେ ସଫ୍ଟ ଥାନ୍ତି ପଡିଗଲେ ଖଣ୍ଡିଆ ଖାବରା ହେଇଯିବ ସେ ଅଲଗା ଟାଇପର ସେ ସେମ ଖଣ୍ଡିଆ ପୁଅ ମାନଙ୍କୁ ବି ହବ ସେମ କିନ୍ତୁ ତଥାପି ଆମ କନସର୍ନ ଗୋଟେ ହଉଛି ଝିଅଟା ପଡିନଥିବ ଓକେ ପୁଅଟା ଚଢିଲେ ତା ଜାଗାକୁ ପୁଅ ଚଢିଲେ ଚଢିବ କିନ୍ତୁ ଝିଅକୁ ଆମେ ଚଢିବାକୁ ଦବୁ ଓକେ ତ ଏଇ ରୋଲ
ଆମେ ଛୋଟବେଳେ ଦେଖି ଆସିଛେ। ତମେ ଏବେ ଆଡଭର୍ଟାଇଜ ଗୋଟେ ଦେଖିଥିବ ଯେ ଲड़कियां रोते नहीं ଗୋଟେ ଆସିଥିଲେ ବହୁତ ବର୍ଷ ପୂର୍ବରୁ ଆସିଥିଲେ ଯେ ପୁଅଟା କାହିଁ କାନ୍ଦୁଛି। ଆମେ ବି ଯେମିତି ଆମେ କହୁଛେ ପୁଅ ଆଶ୍ଚର୍ଯ୍ୟକର ଲାଗେ ଯେ ବହୁତ କଷ୍ଟ ହେଲେ ଗୋଟେ ପୁଅ କାନ୍ଦେ ବଟ୍ କାନ୍ଦି ପାରିବ ଜିନିଷ ଏଟା ଇମୋସନ ଇମୋସନ ଜରିଆ ଗୋଟେ ଲୁହ ବାହାରିବ। କିନ୍ତୁ ଆମେ ସେ ଜିନିଷଟାକୁ ଏଇଭଳି ଭାବେ ନେଇଯାଇଛେ ଯେ ପୁଅମାନେ କାନ୍ଦି ପାରିବେନି, ଝିଅମାନେ କାନ୍ଦିଲେ ଓକେ ଫାଇନ ସେମାନେ କାନ୍ଦ ଆଉ ସେଟା ବି ହଉଛି ଝିଅଗୁଡା ଖାଲି କାନ୍ଦୁଛନ୍ତି ଓକେ ସେଟା ବି ଗୋଟେ କଥା। ଆମେ ସେ ଯୋଉ କହୁଛେ ଇମୋସନ ଏକ୍ସପ୍ରେସ ରେ ହଉ ତ ସବୁ ଛୋଟ ଛୋଟ କ୍ଷେତ୍ରରେ ଆମର ଡିସପାରିଟିସ୍ ବା ଯୋଉ ବୈଷମ୍ୟତାଟା ରହିଛି ଚେଞ୍ଜେସଟା ବିଭିନ୍ନତାଟା ରହିଛି। ଆମେ ଯଦି କହିବା ପାଠ ପଢା ଅପରଚୁନିଟି କ୍ଷେତ୍ରରେ ହଉ ତାମାନେ କହିବା ଗଲେ ଜେଣ୍ଡର ଡିସପାରିଟିସ୍ ହେଲା ଯେତେବେଳେ ସୋର୍ସ ଗୋଟେ ଅଛି ଅପରଚୁନିଟି ଦେଲା ବେଳକୁ ଯଦି ଆମେ ପର୍ଟିକୁଲାର ଗୋଟେ ଜେଣ୍ଡରକୁ ପ୍ରିଫରେନ୍ସ ଦଉଛେ ଓକେ ସେ ମେଲ ହଉ ଫିମେଲ ହଉ ଯେତେବେଳେ ସୋର୍ସ ଗୋଟେ ଅଛି ପାଇବାର ଜରିଆ ଗୋଟେ ଅଛି କିନ୍ତୁ ଆମେ ଅପରଚୁନିଟି ଦଉନେ ଦି ଜଣଙ୍କୁ ଇକ୍ୱାଲ ଦଉନେ ଆମେ ଲିମିଟେଡ କରିଦଉଛେ ଆମକୁ ଏଇ ଜବ ପାଇଁ 40ଟା ପୁଅ ଦରକାର ସେଟା ଓପନ କଲେନି ପୁଅ ଝିଅ ବା ଟ୍ରାନ୍ସଜେଣ୍ଡର ସମସ୍ତଙ୍କ ପାଇଁ ଓପନ କଲେ ନାହିଁ। ତ ଏଇ ସବୁ ଯୋଉ କନସେପ୍ଟ ଲାଗୁ ଆମେ ଜେଣ୍ଡର ଡିସପାରିଟିସ୍ ବା ଜେଣ୍ଡର ଇନଇକ୍ୱାଲିଟିସ୍ କୁହାଯାଏ। ବାୟୋଲୋଜିକାଲି ନୁହଁ ସୋସିଆଲି ସୋସିଆଲି ପୁଅ ଝିଅ ଆମେ ଯେମିତି କହୁଛେ ଝିଅଟା ଯଦି ପୁଅ ପରିକା ଉଚ୍ଚ ଆବାଜରେ କଥା ହେଲେ ଓକେ କିନ୍ତୁ ପୁଅର ଆୱାଜ ଉଚ୍ଚା ଓକେ ଫାଇନ ପୁଅ ଉଚ୍ଚ ଆବାଜ କରିବେନି କିନ୍ତୁ ଝିଅ ମାନେ ଆବାଜ ଉଚ୍ଚା କଲେ ସେଟା ସୁନ୍ଦର ଦେଖାଯିବ। ଆମେ ଝିଅ ଯଦି ବାହାରେ ମାନେ ଯଦି ବେଶୀ ଫେଁ ଫେଁ କି ଆମେ ହସି ଦଉଛେ ଭାବ ଯଦି ଆଈ ଅଜା ମାନେ ଜେଜେବାପା ସେମାନେ ମାନେ ଇଏ କଣ ଉର୍ଦ୍ଦୁ ପରିକା ସାଙ୍ଗେ ସାଙ୍ଗେ comment। ହଁ ମାନେ ଆପଣ କଣ ଏମିତି କଥାବାର୍ତ୍ତା ହଉଛନ୍ତି? ମାନେ ସବୁ ଜିନିଷର ଗୋଟେ ଲିମିଟେସନ ରଖିଲେ ଏବେ ତ ଫିର ବି ବହୁତ ହଦ ତକ ଆମେ ତାକୁ ଆଉ କିଛି ମାନୁନେ ବା ଗୋଟେ ଜିନିଷ ଚେଞ୍ଜ କରିଦେଲେ କିନ୍ତୁ ତଥାପି ଯଦି ଏକ୍ସପିରିଏନ୍ସ ଆମେ ସମସ୍ତେ ଉଣା ଅଧିକ କରିଛେ ସମସ୍ତେ କିଛି ତତେ କଣ ଲାଗୁଛି ତତେ ପ୍ରାୟୋରିଟି ଦିଆ ହଉନି ତୋ ଘରେ ଝିଅକୁ ଦିଆଯାଉଛି କି କଣ ଏଇ ଟାଇପ ର ନାଇଁ ଇକ୍ୱାଲ ସବୁ ଜିନିଷରେ ଆଉ କିଛି ବାହାର କିଛି ଏକ୍ସାମ୍ପଲ ମତେ ସବୁଠି ଲାଗିଛି ଝିଅ ଯେତିକି ମତେ ଯେତିକି ଇମ୍ପୋର୍ଟାନ୍ସ ଦିଆଯାଇଛି ପୁଅକୁ ସେତିକି ହଁ ଗୋଟେ ଗୋଟେ ହଁ ପୁଅଟା କାମଟା ଗଲା ଆଉ ଯେତିକି ଆଚ୍ଛା ଆଚ୍ଛା ହଁ ଆମେ କହୁଛେ ଆଇନ ହିସାବରେ ସପୋର୍ଟ ହଁ ଏଟା ଆମେ ଦେଖୁଛେ ସମାଜରେ ବହୁତ ସାରା ଏକ୍ସାମ୍ପଲ ମଧ୍ୟ ଆସୁଛି ବହୁତ ପ୍ରକାର ଯୋଉଠି ମାନେ କହିବାକୁ ଗଲେ ଝିଅ ମାନେ ବେଶୀ ଭିକ୍ଟିମ ପ୍ଲେ କରିକି ତାର ଫାଇଦା ବି ଉଠାଯାଉଛି ଜବକି ପୁଅ ମାନେ ସେଇ ଜାଗାରେ ଅଛନ୍ତି କିନ୍ତୁ ତାର ରେସିଓ କେତେ ବୁଝିପାରୁଛ ତାର ସେଇ ଯୋଉ ଇନସିଡେଣ୍ଟ ମାନଙ୍କର ନମ୍ବର୍ସ କେତେ ଆମେ କହିପାରିବାନି ଯେ କମ୍ପ୍ଲେନ ପୁଅ କି ଝିଅ ଠିକ ନାଇଁ ସବୁଠି ଇନସିଡେଣ୍ଟ ଘଟୁଛି କିନ୍ତୁ କଣ ପାଇଁ ଆଇନଟା କେବଳ ଝିଅ ମାନଙ୍କ ଫରରେ ବାହାରିଲା କିଛି ଗୋଟେ ତାର ବ୍ୟାକଗ୍ରାଉଣ୍ଡ କଜ ଥିବ ନିହାତି ଯୋଉଥିପାଇଁ ଆମେ ଗୋଟେ ଜିନିଷକୁ ପ୍ରୋଟେକ୍ଟ ଆମେ ଗୋଟେ ଜିନିଷକୁ ପ୍ରୋଟେକ୍ଟ କରିବା ଭାବୁଛେ କାହିଁକି ସେ ଜିନିଷଟା ସେତିକି ଡିସପ୍ୟୁଟ ସେ ଜିନିଷଟା ସେତିକି ଖରାପ ହେଲା ବୋଲି ଆମେ ତାର ପ୍ରୋଟେକ୍ସନ କଥା ଭାବୁଛୁ ଯଦି ଖରାପ ହେଇନଥାନ୍ତା ଯଦି ଝିଅ ମାନଙ୍କ ଉପରେ ସେତିକି ଏଇ ସବୁ ଇନସିଡେଣ୍ଟ ଘଟୁ ନଥାନ୍ତା ତାହେଲେ କିଛି ବୋଧେ ଆମେ ଭାବିନଥାନ୍ତେ ଯେହେତୁ ଘଟୁଛି ସେଥିପାଇଁ ଆମେ ଇଏ କଲେ ମାନେ ତାର ପ୍ରୋଟେକ୍ସନ କଥା ଭାବି ଆଉ ଆର ସବୁ ଜାଗାରେ ତ ସମସ୍ତେ ତ ସମାନ ନୁହେଁ ନା ତାର ଫାଇଦା ଉଠେଇବା ଲୋକ ବି ବହୁତ ଜଣ ଅଛନ୍ତି ସେଇ ସେମ ଜିନିଷର ଫାଇଦା ମଧ୍ୟ ଉଠୁଛି ଓକେ ତେଣୁ ପୁରୁଷ କମିଶନ ବି ବସିବା ଦରକାର ଆଉ ପୁରୁଷ ମାନେ ବି ଜ୍ୟେଷ୍ଠ ହଉଛନ୍ତି ଆମେ ସେଟା ବି କୋଶ୍ଚିନ୍ ସେଟା ବି ବହୁତ ସାରା ଏକ୍ସାମ୍ପଲ ଦେଖୁଛେ ଓକେ ତେଣୁ ହଁ ଆମେ ଯୋଉ କହୁଛେ ସମାନ ସମାନ ଆଣିବା ଆଇନ କାନୁନ ଆକ୍ଚୁଆଲି ସମାନ ହବା କଥା ଗୋଟେ ଜିନିଷ ପ୍ରପର ଇନଭେଷ୍ଟିଗେସନ ପ୍ରପର ରୁଟ ତକ ଯିବା ଦରକାର ଯେ ଯିଏ ବି କଲେ ସେ ଝିଅ ହଉ ପୁଅ ହଉ ତାକୁ ଆଉ ଏବେ ଆମେ ଯୋଉ ମିଡିଆରେ ତମାନେ ଆମମାନେ ଯୋଉ ମିଡିଆରେ ଅଛୁ ସୋସିଆଲ ମିଡିଆରେ ଜିନିଷ ମାନେ ୱିଦିନ ସେକେଣ୍ଡ ସ୍ପ୍ରେଡ ହଉଛି କିଛି ବି ସେ ଭୁଲ ଜିନିଷଟା ବି ଇକ୍ୱାଲି ସ୍ପ୍ରେଡ ହଉଛି ଠିକ ଟା ବି ଇକ୍ୱାଲି ସ୍ପ୍ରେଡ ହଉଛି କିନ୍ତୁ ଭୁଲ ଟା ଯେତେବେଳେ ଠିକ ହଉଛି ତାର ଭ୍ୟୁଜ କମ ଆସୁଛି ତାକୁ ଆମେ ଆଉ ଜାଣିନି ସେ ଆକ୍ଚୁଆଲି କଜ କଣ ହେଇଥିଲା ତେଣୁ ଜଷ୍ଟ ଗୋଟେ ସେ ହେଇଥାଉ ବା ନ ହେଇଥାଉ ତାକୁ ପ୍ରଥମରୁ ଦେଖିକି ତାକୁ ଜଜ କରିବା ବା ତାକୁ ସମସ୍ତଙ୍କ ଭିତରେ ସେୟାର କରିକି ଡିସ୍କସନ କରିବା ଅପେକ୍ଷା ତାକୁ ତମେ କିଛି ବି ଗୋଟେ ଇନସିଡେଣ୍ଟ ହେଲା ତାକୁ ସାଙ୍ଗେ ସାଙ୍ଗେ ମୁଁ ହଜାର ଲୋକଙ୍କୁ ଫରୱାର୍ଡ ନ କରିଦେଇକି ଗୋଟେ ଦି ଦିନ ୱେଟ କର ତା ବିଷୟରେ ଆଉ ଟିକେ ପଢ ଆଉ ଟିକେ ତା ବିଷୟରେ ଜାଣ
ତାପରେ ତମେ ନିଜେ ଜାଣିପାରିବ ଯେ ଆକ୍ଚୁଆଲି କଣ ହେଇଥିବ ଇନସିଡେଣ୍ଟ। ଆକ୍ଚୁଆଲି ସେଇଆ ହିଁ ହୁଏ। କୌଣସି ଜିନିଷ ଗୋଟେ ହଠାତ୍ ମାରିଯିବ, ଦେଖିଲା ବେଳକୁ ତାର ଆଉ କିଛି ଷ୍ଟୋରି ହିଁ ଆଉ କିଛି ତାର ଏଭଳି ଭାବେ ଆସୁଛି। ତେଣୁ ହଁ, ଏଇଟା ଗୋଟେ ଯୋଉ ସୋସିଆଲ ମିଡିଆର ବହୁତ ଡିବେଟ, କିଛି ବି ଜିନିଷ ଆସି ଯାଉଛି, କିଛି ଜିନିଷ ଆମେ ଭାବି ନଉଛେ, ଆଉ ସତ୍ୟତା କିଛି ଅଲଗା ହିଁ ରହୁଛି। ତ ଆମେ ଯୋଉ ଜେଣ୍ଡର ଡିସପାରିଟିଜ କଥା କହୁଛେ, ଆମେ ବୁଝିଲେ ତାମାନେ କୌଣସି ଏକ ନିର୍ଦ୍ଦିଷ୍ଟ ଅପରଚୁନିଟି ବା ନିର୍ଦ୍ଦିଷ୍ଟ ରିସୋର୍ସେସ କୁ ପାଇବାର ଅପରଚୁନିଟି ଯେତେବେଳେ ଆମେ ଲିମିଟେଡ କରିଦଉଛେ ପର୍ଟିକୁଲାର ଜେଣ୍ଡର ପ୍ରତି, ତାକୁ ଆମେ ଜେଣ୍ଡର ଡିସପାରିଟିଜ ବୋଲି କହୁଛେ। ଏଇ ସବୁ ଜିନିଷକୁ ଆମେ କହୁଛେ। ଆଉ ଯେମିତି କହିବେ ସପୋଜ କ୍ଲାସରୁମରେ ବିଭିନ୍ନତା ଦେଖାଯାଏ ପୁଅ ଝିଅ ଭିତରେ। ସ୍କୁଲ ଲେବୁଲରେ କିଛି ତ ଗୋଟେ ଝିଅମାନେ ଝାଡୁ ଝିଅ ମାନଙ୍କୁ ଆମର ବେଶୀ କିଛି ଓଜନ କମ ଥିବ ଦିଆଯାଏ ବାହାରୁ ବି କିଣା ହୁଏ ସେଟା ପୁଅମାନେ ଯିବେ ଝିଅମାନେ ଯିବେନି। ଆଉ ଝୁଟି କିଛି ବି ଡେକୋରେସନ ଝିଅମାନଙ୍କୁ ଦିଆଯାଏ। ହଁ ଡେକୋରେସନ କାମ ଲାଗିଛି, ଝିଅ ମାନଙ୍କର ଟିକେ ଆସ୍ଥେଟିକ ସେନ୍ସ ଅଛି, ସେମାନେ ଭଲ ରଙ୍ଗରେ ଭଲ ସବୁ କରିପାରିବେ। ଦେଖ ବାୟୋଲୋଜିକାଲି ଡିଫରେନ୍ସ ଅଛି, ଷ୍ଟ୍ରେନ୍ଥ ଅଛି, ଆମେ ଯଦି ଦେଖିବା ଡିଫରେନ୍ସ ଅଛି, ତେବେ ଆମେ ମାନିବାକୁ ପଡିବ। ଭଗବାନ ଦିଟା ଅଲଗା ଅଲଗା ଲୋକ ମାନେ ଅଲଗା ଅଲଗା ଦିଟା ଜୀବ ସୃଷ୍ଟି କରିଛନ୍ତି, ତ ନିହାତି ତ ଅଲଗା ହିଁ ତ ରହିବ ପୁଅ ଝିଅ ଭିତରେ। କିନ୍ତୁ ତା ବେସିସ ରେ ଯଦି ଆମେ ଜଜ କରୁଛେ, ସେଟା ହେଲା କୋଶ୍ଚିନ୍। ସପୋଜ ଏଠି ପୁଅ ଗୋଟେ ଅଛି, ଝିଅ ଦି ତିନିଟା ଅଛନ୍ତି, ବା ପୁଅ ତିନିଟା ଅଛନ୍ତି, ଝିଅ ତିନିଟା ଅଛନ୍ତି, ଗୋଟେ ଛୋଟିଆ ବେଞ୍ଚ ଟା, ଆକୁ ତମେ ବି ଉଠେଇ ପାରିବ, ପୁଅ ବି ଉଠେଇ ପାରିବ। ଯଦି ମୁଁ ଏଠି ଦେଖିଲି ସାମର୍ଥ୍ୟ ହିସାବରେ ନ ଦେଖି ମୁଁ କହିଲି ନା ବେଞ୍ଚ ଟା ଉଠିବ ନା ପୁଅଟା ଉଠିବ, ଏଟା ହଉଛି କୋଶ୍ଚିନ୍ ମାର୍କ। ବୁଝିପାରୁଛ? ତାମାନେ ଏ କାମ କରିବାର ଅପରଚୁନିଟି ଦିଆ ନଯାଉ। ଓକେ, ଆମେ ତାପରେ ଦେଖ ହେଇଥାଏ ଝିଅ ହିସାବରେ ଆମକୁ ଲାଗେ କିଏ ଉଠେଇବ, ଆମେ ବି ଭାବେ ନା କିଏ ଏତେ ଦଉଛନ୍ତି, ସେ କିଏ ଉଠେଇବ, ସେମାନେ ଉଠେଇ ଦିଅନ୍ତି। କିନ୍ତୁ ସେଇଠି ଉଠେଇ ପାରିବନି, ସେଇଠି ଆମର ଆସୁଛି ନା ନା ଉଠେଇ ପାରିବ। ବୁଝିପାରୁଛନ୍ତି ଜିନିଷଟା? ତାର ମାନେ ଆମେ ଏଇଭଳି ଭାବେ ଛୋଟ ବେଳୁ ଝିଅ ମାନଙ୍କୁ ବା ଆମମାନଙ୍କୁ ଏଇଭଳି ଭାବେ ଗଢା ହିଁ ହଉଛି। ହଁ କି ନାଇଁ? ଯେ ଟିକେ ସେ ଟିକେ ଭଲସେ ସେଇଭଳି ଭାବରେ ହଁ କି ନାଇଁ? ତେଣୁ ଆମେ ସେଇଭଳି ଆସୁଛୁ, ଯୋଉଟା କି ପ୍ରୋବ୍ଲେମ ହଉଛି। ବୁଝିପାରୁଛ? ସେଇଥିପାଇଁ କିଏ ଗୋଟେ ହଠାତ୍ ବାହାରୁ କିଏ ଗୋଟେ ଆମକୁ ସାଙ୍ଗେ ସାଙ୍ଗେ ଆମେ ଜାଣିପାରୁନୁ କଣ ରିଆକ୍ଟ କରିବା, ସାଙ୍ଗେ ସାଙ୍ଗେ କାନ୍ଦ, ସାଙ୍ଗେ ସାଙ୍ଗେ ରାଗ, ମିକ୍ସଡ ଇମୋସନ କଣ କିଛି ବୁଝାବୁଝି, କାରଣ କିଏ କହିନାହାନ୍ତି, ଆମକୁ ଗାଳି ଦେଇନାହାନ୍ତି, ବାଡେଇ ନାହାନ୍ତି, କିଛି କହିନାହାନ୍ତି। ବୁଝିପାରୁଛ? କିନ୍ତୁ ଯାହାକି ପୁଅମାନଙ୍କୁ ପଢେଇବାର ତରିକା ବାପା ମାଙ୍କର ଅଲଗା, ତାଙ୍କୁ ଅଲଗା ୱେରେ ପଢାଯାଏ, ଆମକୁ ଅଲଗା ୱେରେ ପଢାଯାଏ। ଓକେ, ତ ଓଭରଅଲି ଆମେ ଦେଖୁଛି ଭଲ କଥା ମୁଁ କହୁନି, କିନ୍ତୁ ଗୋଟେ ନିର୍ଦ୍ଦିଷ୍ଟକୁ ନେଇକି ଆମର ଗୋଟେ ନିର୍ଦ୍ଦିଷ୍ଟ ଶୈଳୀ ଅଛି। ପୁଅ ମାନଙ୍କୁ ମାନେ ତାଙ୍କୁ ଚଲେଇବାର ଶୈଳୀ, ଝିଅ ମାନଙ୍କୁ ପଢେଇବାର ଶୈଳୀ ଅଲଗା। ଓକେ, ତେଣୁ ଆମେ ଏଇ ଯୋଉ ଜେଣ୍ଡର ଡିସପାରିଟିଜରେ ଆମେ ଏଜୁକେସନ ଯଦି ଆମେ କଣ କହିପାରିବା, ତମକୁ କଣ ଲାଗୁଛି ଏଜୁକେସନ ମାଧ୍ୟମରେ ଆମେ ଏଇ ଡିସପାରିଟିଜ କୁ କମେଇ ପାରିବା କି? କେମିତି? କେବଳ ଗୋଟେ କମନ ଜିନିଷ ଦରକାର, ସେଟା ହେଲା ସଚେତନତା ବା ଆୱେର କରିବାକୁ ପଡିବ ଯେ ଏଇ ଜିନିଷ ଉପରେ ଇକ୍ୱାଲ ରାଇଟ ଅଛି କି ନାଇଁ। ଆମେ ଯେମିତି କହୁଛେ ଯେ ନାଭି ଏୟାରଫୋର୍ସ ଭାବିଲେ ଇମେଜ କଲେ ଲାଗୁଛି ପୁଅଟେ ହିଁ ଠିଆ ହେଇଛି, କି ଝିଅମାନେ ବି ଯାଉଛନ୍ତି। ଆମେ କହିଲେ ନର୍ସ, କିନ୍ତୁ ପୁଅ ବି ଆଟେଣ୍ଡାଣ୍ଟ ଅଛନ୍ତି। ବୁଝିପାରୁଛ? ଆମେ ତାପରେ ଏସବୁ ଜିନିଷ ଆମେ ବହିରେ ବି ପଢିଛେ ଛୋଟବେଳେ। ଇମେଜ ଯେତେ ନର୍ସ ଆସେ, ସେଠି ଝିଅଟା ହିଁ ଠିଆ ହେଇଥାଏ କ୍ୟାବିନ। ଓକେ କି ନାଇଁ? ତାମାନେ ଆମେ ଛୋଟବେଳୁ ଦେଖିଲେ, ତାମାନେ ଜାଣିଛୁ ନର୍ସ ମାନେ ଝିଅଟେ ହିଁ ହେଇଥିବ। ଆମକୁ ଆମେ ଭାବି ହିଁ ପାରୁନେ ସେ କିନ୍ତୁ ସେ ଯୋଉ ନର୍ସ ମାନେ କଣ, ନର୍ସିଂ, ଜଣକୁ ହେଲ୍ପ କରିବା, ଜଣକୁ କେୟାର ନବା, ନର୍ସିଂ ଆମେ ଯୋଉ ୱାର୍ଡ ଯଦି ଆମେ ଯାଉଛୁ, କିନ୍ତୁ ପୁଅମାନେ ବି ତ ହିସାବରେ ଅଛନ୍ତି ନା, ପୁଅମାନେ ବି ତ ସେଇ ପୋଷ୍ଟରେ ଅଛନ୍ତି ନା। ଆମେ ଦେଖୁଛେ ଟିଚର, ଟିଚର କହିଲେ ଆମକୁ ଲାଗୁଛି ହଁ ଟିଚର କଥା ଗୋଟେ ଆମ ବହିରେ ଯେମିତି ଥିଲା, ଏମିତି ବ୍ଲାକ ବୋର୍ଡରେ ଜଣେ ଲେଖୁଥିବ ଶାଢୀ ପିନ୍ଧିକି, ପୁରା ବଢିଆ ଫିଗରର ଗୋଟେ ଲେଡିଟେ। ବୁଝିପାରୁଛ? ଏଇ ପିକ୍ଚର ଥିଲା ଟିଚର। ଆମେ ଜାଣିଛେ ଟିଚର ସମସ୍ତେ ଟିଚର। ଯେତେବେଳେ ଆମେ ମ୍ୟାଥ ଟିଚର କହୁଛେ, ଗୋଟେ ନିଶା ଥିବ, ଚଷମା ଥିବ, ଗୋଟେ ଲୋକଟେ। କିନ୍ତୁ ମ୍ୟାଡାମ ବୁଝିପାରୁଛ? ଯେତେବେଳେ ଆମେ କହୁଛେ ପିଇଟି ଶାଢୀ ଭାବୁଛି, କେତେ ଜିନିଷ ଛୋଟ ଅଲରେଡି ଭିଜୁଆଲାଇଜ ହେଇଯାଇଛି, ଆମ ମୁଣ୍ଡରେ ପ୍ରିଣ୍ଟ ହେଇଯାଇଛି ଯେ ଏଇ ଜିନିଷଟା କିଏ, ତାଠୁ ବାହାରେ ଦେଖିଲା ବେଳକୁ ଲାଗୁଛି ଏଠି ମ୍ୟାଥ ସାର୍ ମ୍ୟାମ ପଢଉଛନ୍ତି, ଏଠି ପିଟିର ମ୍ୟାମ ଅଛନ୍ତି। ସାଂସ୍କ୍ରିଟ ଆମର ସାର୍ ଥିଲେ, ମାନେ ଏମିତି ଯୋଉ ଇଏର ବ୍ରାହ୍ମଣର
चंदन मारिकी चुट्टी रखिकी आम भावु कि आमको 9th क्लास रे मैम जने आमको पढ़ुछन विभासिनी गुरुमा सब एभଳି ଭାବେ ଆମେ ଛୋଟ ବେଳୁ ଯୋଉ ଭଳି ଭାବେ ଦେଖା ଯାଇଛି ଚିତ୍ର ମାଧ୍ୟମରେ ସେଇଭଳି ଭାବେ ଇଭେନ ଏସବୁ ଜିନିଷକୁ ଚେଞ୍ଜ କରାଯାଉଛି ଏନସିଏଫ ମାଧ୍ୟମରେ ଚେଞ୍ଜ କରାଗଲା ଯେ ଏଇ ଟାଇପ ର ଭିଜୁଆଲାଇଜେସନ ନ ଆଟଲିଷ୍ଟ ତମେ ଦିଟା ଜାଗାର ପିକ୍ଚର ଦିଟା ନୂଆ ୱାର୍ଡ ପିଲା ଶିଖନ୍ତୁ ଦିଟା ନୂଆ ଜିନିଷକୁ ଜାଣନ୍ତୁ ତ ଆମେ ମୁଁ ଯଦି କହିବି ତୁ ବଡ ହେଲେ କଣ ହବୁ ସେ ଜାଣି ହିଁ ନାହିଁ ପୁଅଟା ଗୋଟେ ନର୍ସ ପରିକା ଗୋଟେ ନର୍ସିଂ ର ଗୋଟେ ଅଛି ବୋଲି ବି ଜବ ତାକୁ ସେ ଜାଣି ସେ ଜାଣିଥିଲା ନା ଯେ ଏଇଟା କେବଳ ଝିଅ ମାନଙ୍କ ଡିପାର୍ଟମେଣ୍ଟ ଖାଲି कि ମୁଁ ଯଦି ମୁଁ ଓଡିଆ ଟିଚର ହେବି ଆଉ ତାକୁ ଲାଗୁଛି ଓଡିଆ ଟିଚର ମ୍ୟାମ ହିଁ ପଢାନ୍ତି ସାହିତ୍ୟ ଦିଦି ଓକେ ଆଉ ସାଇନ୍ସ ଆମର ଟିଚର୍ସ ମାନେ ପୁଅ ମାନେ ହିଁ ପଢେଇ ପାରିବେ ତ ଏଇଭଳି ଭାବେ ଯଦି ଆମେ କହିବା ଯେ ଆର ଆମେ ବହିରୁ ହିଁ ଚେଞ୍ଜେସ ଟା ବି ରିଫ୍ଲେକ୍ଟ ହେଇଥିଲା ଯେମିତି ଆମେ କହିବା ବହି ମାନଙ୍କରେ एग्जाम्पल मात्र एग्जाम्पल एथिପାଇଁ एग्जाम्पल दो तमे ନିଜେ फॉलो करबे एनसीएफ रे जेंडर डिस्पैरिटीज ऊपर तार ଗୋଟେ छोटो चट्टी बही अछि ओके जोथे से देखिछि को लेवल रे कोन चेंजेस आसुछि को चेंजेस दरकार करला बही रे टेक्स्ट बुक रे जेमति कि देखा होछि राम ए काम गोटे काम को 4 दिन रे करछि सीता से काम को 12 दिन करछि ओके तामाने आमे लागि जे तामाने खाली गोटे एग्जाम्पल ए 6 7 एग्जाम्पल अछि गोटे क्लास तामाने ଲାଗୁଛି ଯେ ପୁଅଟା ତାଙ୍କର ଜଲ୍ଦି କାମଟା ସାରି ଦଉଛି ଝିଅଟା ତା ମାନେ ଲେଟ୍ ସରୁଛି ସିମ୍ପଲ ଜିନିଷ ଯଦି ମୁଁ 7ଟା ଏକ୍ସାମ ଭିତରେ 7 ଯଦି ମତେ ଲାଗୁଛି ନା ଏଇଟା ସେ ଏକ୍ସାମ୍ପଲ ମଧ୍ୟ ଲେଖା ଅଛି ଗୋଟେ କ୍ୱେଶ୍ଚିନ୍ ଏଇଭଳି ଭାବେ ପଡିଥିଲା ଯେ ରାମ ଗୋଟେ କାମକୁ 10 ଦିନରେ ନଉଛି ସୀତା ସେଇ କାମକୁ 4 ଦିନରେ ସାରୁଛି ସେ ପିଲାଟା ଲେଖିଛି କ୍ୱେଶ୍ଚିନ୍ ଭୁଲ ଅଛି ମାନେ ତା ପାଖେ ଏକ୍ସାମ୍ପଲ ସେଟା ମାନେ ସେ କହିଲା ଯେ ପୁଅଟା ଗୋଟେ ମ୍ୟାଥରେ କଣ ତ ଥାଏ ନା ରାମ ଗୋଟିଏ କାମକୁ 4 ଦିନରେ ସାରିଲା ସୀତା ସେଇ କାମକୁ 10 ଦିନରେ ସାରିଲା ତାହେଲେ ଉଭୟ ମିଶି କେତେ ଦିନରେ ସେଇ କାମଟାକୁ ସାରିବେ ଏମିତି ଟାଇପର କ୍ୱେଶ୍ଚିନ୍ ଥାଏ ଯେତେବେଳେ ଏକ୍ସାମ୍ପଲ ସେଭ୍ କରାଯାଇଛି ପ୍ରତ୍ୟେକ ଏକ୍ସାମ୍ପଲ ଦେଖୁଛି ପୁଅଟା କାମଟାକୁ କମ ଦିନରେ ସାରୁଛି ଝିଅଟା ବେଶୀ ଦିନ ନଉଛି ସାରିବା ଯେତେବେଳେ ଏକ୍ସାମରେ ଓଲଟେଇ କ୍ୱେଶ୍ଚିନ୍ ଆସିଯାଇଛି ଯେ ମାନେ ଝିଅଟାକୁ ଟିକେ କମ ଦିନ ଝିଅଟା ସାରି ଦେଇଛି ପୁଅଟା ବେଶୀ ଦିନ ନେଇଛି ସାରିବାକୁ ସେ ଲେଖିଛି ସେ क्वेश्चन भूल ଅଛି କାହିଁକି ନା ସେ ତ ଭୁଲ क्वेश्चन ସେଠି ହିଁ क्वेश्चन ଯୋଉ ଭିଜୁଆଲାଇଜ ଆମେ କରିଛେ ସେଇଭଳି ଭାବେ ଆଉ ଗୋଟେ ଜିନିଷ ଏନସିଆରଟି ଟେକ୍ସଟ ବୁକ୍ ରେ ଅଛି ଦିଟା ମାନେ ଦେଖୁ ଆମେ ଏଥିପାଇଁ ଆମେ ଏବେ ବଡ ହେଲେ ବୋଲି ଏଇ ଜିନିଷ ଯାକ ଆମେ ନିଜେ ଭାବି ପାରୁଛୁ ଏଇଟା କେମିତି ହେଲା ଅଲ୍ଟରନେଟିଭ ବି ହେଇପାରିବ କିନ୍ତୁ ଆମେ ଯେତେବେଳେ ଆଉ ଗୋଟେ ପିକ୍ଚର ଏନସିଆରଟି ରେ ଥିଲା ଦିଟା ଦୋକାନ ଅଛି ଓକେ ଗୋଟାଟି ଗୋଟେ ହିନ୍ଦୁ ଦୋକାନ ଦେଇଛି ଗୋଟେ ମୁସଲିମ ଦୋକାନ ଦେଇଛି मुस्लिम ଦୋକାନଟା ପୁରା ସଫା ହାଇଜିନ ଅଛି ହିନ୍ଦୁ ଦୋକାନଟା ପୁରା ମଳିଆ ବହୁତ ଶୁଣିଥିବ ଏଇ ନ୍ୟୁଜ ହେଲା ପୁରା ମଳିଆ କୁଚରା ହେଇକି ଅଛି ତମେ କୋଉଠୁ କିଣିବ ତ ତମେ ସିମ୍ପଲ ଜିନିଷ ତମେ ହିନ୍ଦୁ ମୁସଲିମ ର କନସେପ୍ଟ ହିଁ ନେଇନଥାନ୍ତ ଦିଟା ଦୋକାନ ରଖିଥାନ୍ତ ଦିଟା ଲୋକ ବସେଇଥାନ୍ତ ଗୋଟେ କୁଚରା ଦୋକାନ ଅଛି ଗୋଟେ ସଫା ଦୋକାନ ସରିଲା ତମେ ଏଠି ଗୋଟେ ଅଲଗା ହିଁ ଆଙ୍ଗେଲ ଦେବାକୁ ଟ୍ରାଏ କରୁଛ ଯୋଉଠିକି ବୁଝିପାରୁଛ ତ ତେଣୁ ଆମେ ଏଇ ଜିନିଷଟା ଆମେ ଛୋଟ ପିଲାଙ୍କ ବହି ଯେତେବେଳେ ଆମେ ଜାଣିଛୁ ଛୋଟବେଳେ ସବୁ ଜିନିଷ ପିକ୍ଚରାଇଜେସନ ହିସାବରେ ହିଁ ପିଲା ମନେ ରଖନ୍ତି ସେତେବେଳେ କୌଣସି ବି ଛୋଟରୁ ଛୋଟ ଏବେ ତମେ ଦେଖୁଥିବ ନ୍ୟୁଜରେ ବହୁତ ରହୁଛି ଯେ ଆମର ହିଷ୍ଟ୍ରିକୁ ସେଇଭଳି ଭାବେ ଗ୍ଲୋରିଫାଇ କରାଯାଇ ନାହିଁ ଯେତିକି ମୋଗଲ ହିଷ୍ଟ୍ରିକୁ ଗ୍ଲୋରିଫାଇ କରାଯାଇଛି ଯେମିତି କ୍ୱେଶ୍ଚିନ୍ସ ଆସିଲା ଯେ ଆରଟିଆଇ ମାଗିଲେ ଯେ ମୋଗଲ ମାନେ ମନ୍ଦିର ଗଢିଥିଲେ ପ୍ରୁଫ ଦିଅ ଗୋଟାଠି ଲେଖା ହେଇଛି ଯେ ମୋଗଲ ମାନେ ଆକବର ମନ୍ଦିର ଗଢିଥିଲେ ଯଦି ଗଢିଥିଲେ ପ୍ରୁଫ ଦିଅ କୋଉ ମନ୍ଦିର ଗଢିଥିଲେ ବା କାହାର ରିନୋଭେସନ କରିଥିଲେ କିଛି ତ ଗୋଟେ ଥିବ ଯୋଉଥିପାଇଁ ଲେଖା ହେଇଛି ଯୋଉଥିପାଇଁ କି ଏତେ ବର୍ଷ ଧରି ସେଇ ପିଲା ବହି ପଢି ପଢି ପାସ୍ ହେଇଛନ୍ତି ଆମେ ବି ଆମକୁ ବି ଲଙ୍ଗ କୋଶ୍ଚିନ୍ ମାନେ ଆମକୁ ଏବେ ଲଙ୍ଗ କୋଶ୍ଚିନ୍ ଲେଖିଥିଲେ ଯେ ଗଛ ଲଗଉଥିଲେ ସୌନ୍ଦର୍ଯ୍ୟକରଣ ଉପରେ ଧ୍ୟାନ ଦେଇଥିଲେ ମନ୍ଦିର ଗଢିଥିଲେ କିନ୍ତୁ ଆମ ମନକୁ ଆସିଛି କୋଉ ମନ୍ଦିର ଗଢିଥିଲେ କିନ୍ତୁ ଯେତେବେଳେ ଗୋଟେ କୋଶ୍ଚିନ୍ ପଚରାଗଲା ଯେ କୋଉ ମନ୍ଦିର ଗଢିଥିଲେ ସେତେବେଳେ ଆନ୍ସର ନାହିଁ ବୁଝିପାରୁଛ ଦେଖ ଆମେ ଯେମିତି କହୁଛେ ନା ତମେ ସତ ଲୁଚେଇବା ଆଉ ମିଛ ବାଣ୍ଟିବା ଯୋଉ ବେଶୀ ହେଲା ସତ ଲୁଚେଇବାଟା ବେଶୀ ହିଁ ମାନେ ଡେଞ୍ଜରିୟସ କାରଣ ସେ ତାପରେ ଏଜୁକେସନ ମାଧ୍ୟମରେ କୌଣସି ଏଇ ଟାଇପ ର ଜିନିଷ ତ ମାନେ ପିଲାଙ୍କ ପାଖେ ସ୍ପ୍ରେଡ ହବା କଥା ନୁହେଁ
एबे सिना हमें सोशल मीडिया एबे सिना हम कि गूगल नेट अछि माने हम किछि जिंस संग संग सर्च करके जानुछी एक्चुअली किछि हेइथिला कि नाही तो जते हमर सोर्स केवल बही ही थिला तेरे आमे पढुथुलु 10-12 वर्ष कथा सेतेबेले सोर्स तो केवल बही ही ना बही और टीचर जा कहै सेति ता छडा ता किछि सोर्स नै एबे सोर्स हम संगे संगे हम इंटरनेट देखु संगे संगे देखु जे एक्चुअली केबे दिया हेतला कोन दिया हेतला सेतेबेले सोर्स केवल बही और टीचर ही सेतेबेले टीचर जहा कहूची और जहा लेखा हेछि सबुठ इम्पोर्टेंट से कौनसी गोटे भूल जिन कहता पिला ठीक ही भावे तेणु आम एबे टीचर को रोल कम्प्लीटली अलग से टीचर को रोल गोटे सी होल हिसाब से देखो टीचर को चलवा बसवा आसवा जीवा सब जिनस ही मार्क करे गोटे पिला ओके किंतु एबे आमे देखुचे सब जन कहबा एबे आमे टीचर एठी गले मु संग संग गला को किछि भी गोटे अलग टाइप एक्टिविटीज मु करूची से जिनस ଭଲ ଇମ୍ପ୍ରେସନ ଆସିବ ନାହିଁ ଗୋଟେ ପିଲା ଉପରେ ମତେ ଲାଗେ ଓକେ କାହିଁକି ନା କିନ୍ତୁ ଏବେ ନା टीचर पाखे टाइम अछि ନିଜକୁ रेक्टिफाई କରିବା स्टूडेंट पाखे टाइम अछि ଯେ ମୁଁ टीचर को ऑब्जर्व सरला मो क्लास सरला क्लास सरला मु मो दुनिया रे रहली मो टीचर मो से तांको दुनिया तेणु से जो लिंकेज टा कि नाही है जो कि टीचर को कंप्लीट ऑब्जर्व गोटे स्टूडेंट करिवो जो कि गोटे टीचर रो आमे जे कहू जे टीचर साड़ी पिंधिबा टीचर साड़ी पिंधिबा जेंति आमे आम ये धोती कुर्ता पिंधिकी आसीबा आम आमर जोटा कि आम वेशभूषा जो फॉलो करने किंतु ताहा फॉलो कराइले एथिबाई पिलामाने से जिनसटा जानन तांकर सभ्यताको तांकर वेशभूषाटाको शिखन गोटे जरिया काहेकि ना अदर इनफॉरमेशन किछि नथिले तो सेठी आमे खोजे तामाने ए जो डिस्पैरिटीज कथा आमे खोजे जो थे कि केवल और केवल आमे जिते जो एग्जांपल देले खाइबार एग्जांपल देला दुकान एग्जांपल देला बाय जो गणित ये एग्जांपल हैला तो हमें कहीं भाविले जदि हमें से डिस्कशन पड़ी नथा ताले से बही जेहेतु डिस्कशन पड़िला हमको लागिला जे जिंसटा भूल डायरेक्शन में जाउची किछु गोटे जिंस काउस तयारी करछि कॉन्फ्लिक्ट तयारी करछि दीटा ग्रुप भितरे बा दीटा जेंडर भितरे तेनु हम ताको रेक्टिफाई करबा जरूरी ओके तेनु हम जति कहली एजुकेशन सचेतनता आनिबार गोटे माध्यम जहाँ माध्यम ये जो डिस्पारिटीज होची को लेवल रे होची तुम करि पारि ओके तो जस्ट हेडिंग दियो जेंडर डिस्पारिटी ओडिया ओडिया पेज काढी छुको वर्क किलो ना तो काई कि होती असत सरियो इट इज द मैंने भी देखो इंग्लिश रे इट इज द unequal un equal uequal unequal distribution unequal distribution dis distribution of resources of resources comma rights 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 and opportunities 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 between genders 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 is called gender disparity. Gender disparity. Full stop. It is the difference. It is the difference in access. Difference in access to resources. In access to resources, comma status and well-being and well-being WELLBEING well-being between men and women between men and women. Full stop. Gender inequality can lead to lead to
Gender inequality can lead to gender disparity. Gender disparity, that is a social phenomena, a social phenomena, phenomenon, phenomenon in which people are, in which people are not treated, people are not, people are not treated equally, equally on the basis of, on the basis of gender, on the basis of gender. Okay, full stop. जहाँ लिखिले प्रतिटी वार्ड को भी हम ଟିକେ ବୁଝିବାକୁ ଚେଷ୍ଟା କରିବା। ବର୍ଷା ତୁ ଲେଖିଲୁ, ଖାତା ଚେକ୍ କରିବି ନା କଣ ଲେଖିଛୁ ପଢ, କଣ ଲେଖିଲେ ଫାର୍ଷ୍ଟ ଲାଇନ୍ ସେ କଣ is the resources different gender इंग्लिश तू ଲେଖିଛୁ ସବୁ ନା ତେଲୁ କଥା କଣ କହୁଛୁ ଆଉ ମୁଁ ପଢିପାରିବି, ମୁଁ ବିଭିନ୍ନ ପ୍ରକାର ଅକ୍ଷର ମୁଁ କରିପାରିବି। ନର୍ମାଲ ଜିନିଷକୁ ଇଂଲିଶ ରେ ଗୋଟେ ବଡ ଜିନିଷ ନୁହେଁ, ଗୋଟେ ୱାର୍ଡ କୁ ଯୋଉଟା ଆମେ ଡେଲି ବେସିସ୍ डिस्ट्रीब्यूशन तो कौन सा डिस्ट्रीब्यूटर, गुप्ता डिस्ट्रीब्यूटर, पात्र इलेक्ट्रॉनिक्स डिस्ट्रीब्यूटर। तो ଯଦି ଆମେ ଗୋଟେ ଜିନିଷ ଦେଖୁଛେ ଆଖି ଆଗରେ ତ ଆମେ ବର୍ଷା ସୌମ୍ୟ ତ ପାଇଁ ତମମାନଙ୍କ କାମ ହେଲା ଏଠୁ ଘରୁ ବାହାରିକି କୋଚିଂ ରୁ ବାହାରିକି ବାଟରେ ଯୋଉ ଯୋଉ ଜାଗାରେ ଇଂଲିଶ ୱାର୍ଡ ଦେଖୁଛ 10ଟା ମନେ ରଖିବ, ମତେ ନେକ୍ସଟ ୱିକ୍ ରେ କହିବ ତା ସ୍ପେଲିଂ ସହିତ ହେଲା। କାହିଁକି ନା ଏବେ ତମେ କୁହନି, ତମେ ଯଦି ଭାବୁଛ ଆମେ ତ ଓଡିଆରେ ଇଂଲିଶ ର କଥା ହିଁ ନାହିଁ, କେତେଟା ଜିନିଷ ଆମେ ଜାଣିବା ନିହାତି ଜରୁରୀ। ଆଉ ଯଦି ଆମେ ଫ୍ୟୁଚର କଥା ଆମେ ଭାବୁଛେ ନିହାତି ଭାବରେ ଇଂଲିଶ ଇଂଲିଶ ରେ ଲେଖିବା କଣ କରୁଛୁ ସେତେବେଳକୁ ଆମେ ଥୋଡି ଏବିସିଡି ପଢି, ସେତେବେଳକୁ ତ ସମସ୍ତେ ଲେଖୁଥିବେ ନା, ତେଣୁ ତାହେଲେ ଖାତା ଦେ, ଖାତା ଦେ, ମୁଁ ଭଲ ଦେଖ, ମୁଁ ଅକ୍ଷର ପାଇଁ ମାଲତା ଖାତା it is the unequal distribution of resources from a rise and opportunities. तो भी जमा नहीं बहुत नॉर्मल में से देखिए तो मतलब कि difference is the difference in access is CSS to resources on the status and main gender inequality can lead to disparity, that is the social phenomenon phenomenon in which people are not treated equally on the basis of gender. विमा तो कथा assess social status छोट छोट मिस्टेक तमे दिजन जाक करनी opportunities IES no IES
थर्ड ଲେଖିଛି gender inequality can lead to LEAD lead to ସେଇଟା ମୁଁ ପଚାରିବାକୁ lead ମାନେ ଆଗକୁ ନବା ତା ମାନେ ଆମେ କହିପାରିବା gender disparities କୁ ବହୁତ ଜାଗାରେ gender inequality ମଧ୍ୟ କୁହାଯାଏ ବା gender inequality ପାଇଁ gender disparities ଟା ଆସେ ରେଜଲ୍ଟ ଗୋଟେ ଆମେ ଯେହେତୁ ଜେଣ୍ଡର ହିସାବରେ ଇକ୍ୱାଲ ଟ୍ରିଟମେଣ୍ଟ ଦେଲେ ନାହିଁ ଯୋଉଥିପାଇଁ କି ଜେଣ୍ଡର ଉପରେ ଆମେ ନିଜେ ଆସି ଯେମିତି କି ଏବେ ଆମେ କହିବା ସପୋଜ 2011 ହିସାବରେ ଆମର ସେକ୍ସ ରେସିଓ 1000 ପୁଅରୁ 940 ଝିଅ ଓକେ ଏବେ ଏବେ ନିହାତି ଗ୍ରୋଥ କରିଛି ବା ନର୍ମାଲ କ୍ଲାସ ରୁମ ରେ ଆମେ ଯଦି ଦେଖିବା ଯେ କ୍ଲାସ ରୁମ ରେ ଏବେ ଛୋଟିଆ କ୍ଲାସ ରୁମ କଥା କହିବା ପୁଅ ଝିଅ କିଛି ଦେଖ 4 1 ତ ନର୍ମାଲ କ୍ଲାସ ରୁମ କଥା ଭାବ ସବୁଠି ତ କିଛି ନା କିଛି ତ ଗୋଟେ ରେସିଓ ଡିଫରେନ୍ସ ରହୁଛି ନା ଏଇ ଯୋଉ ଡିଫରେନ୍ସ ଟା ଆକ୍ଚୁଆଲି ସବୁଠି ଶୋ କରୁଛି ଗୋଟେ ଭଲ କ୍ୱେଶ୍ଚିନ୍ ଗୋଟେ ଯେ କ୍ଲାସରୁମ ରେ ମୋର 4ଟା ପୁଅ ଅଛନ୍ତି ବାକି 34ଟା 36ଟା ଝିଅ ଏଇ ଡିଫରେନ୍ସ ଟା ସବୁଠି ସେ ଏଭଳି ଭାବେ ରହୁଛି କିଛି ତ ଗୋଟେ ନିହାତି ସବୁ ଜାଗାରେ ତ ପୁରା ଇକ୍ୱାଲି ନଥାନ୍ତି ଓକେ ଆମେ ଯଦି କହିବା ମେକାନିକ୍ସ ଇଞ୍ଜିନିୟରିଂ একটা ପର୍ଟିକୁଲାର ବ୍ରାଞ୍ଚ ଅଛି ଝିଅ ନଥିବ କେବଳ ପୁଅ ଥିବ ଓକେ ଆମେ ବେଳେବେଳେ କମିଟି ବି ଆସୁଛି ଆରେ ଇଏ କେମିତି ମେକାନିକ୍ସ ରେ ଗୋଟେ ଝିଅ ଆସିଛି ତାମାନେ କିଛିଟା ଲିମିଟେସନ ରହିଯାଉଛି ଗୋଟେ ଗୋଟେ ବ୍ରାଞ୍ଚ ହିସାବରେ ଗୋଟେ ଗୋଟେ ଏରିଆ ହିସାବ ଆଉ କାହିଁକି ରହିଛି ପଛର କାରଣ ସେଇଭଳି ଭାବେ ଟ୍ରିଟ କରାଯାଇଛି ଆମକୁ ଆମକୁ ଛୋଟ କୁହାଯାଇଛି ଶୋଇକି ହାତ ମାରିବୁ ବା କୌଣସି ଇଲେକ୍ଟ୍ରିକ ଜିନିଷ ତୁ ଧରିବୁନି ସେ ଭାଇ କରିବୁ ସିଏ ବଲ ଲଗେଇବୁ କିନ୍ତୁ କିଛି ବିରାଟ ବଡ କଥା ହିଁ ତୁ ଭଲ ଲଗେଇବ କି ବିରାଟ ବଡ କଥା ହିଁ ମୁଁ plug କିନ୍ତୁ ଆମେ ସେ ଗଢି ଦେଇଛେ କି ଆମକୁ ଇଲେକ୍ଟ୍ରିକ ଜିନିଷ ଆମକୁ ଗୋଟେ ଭାବିବାକୁ ପଡୁଛି ସେଟା ଖୋଲିବି ନା ନାଇଁ ମୋ କଥା ମୁଁ ନିଜେ ବି କହୁଛି ମତେ ଲାଗେ ଶୁଣିଦେଲେ କଣ ହେଇଯିବ ଆମ ଘରେ କିନ୍ତୁ ମୁଁ ସବୁ କରେ ଯାଅ ଦେଖିଲ ଗୋଟେ ଅଲଗା ଏକ୍ସାମ୍ପଲ ସେ ଅଛି ଆମର ତମାନେ ନିଜେ ମୋ ମାମା ବି ନିଜେ ଆମ ବୋଉ ଯେମିତି ତୁ କାହିଁ ଜାଣିବୁ ଏଇଟା ମାନେ ସେଇ ଯୋଉ ମାନେ ଯୋଉ ଦିୱାଲିରେ ଲିଚୁ ଲାଇଟ ପଡେ ନା ନା ତାକୁ ବି ମୁଁ ସବୁ ନିଜେ କରେ ମାନେ ଯେମିତି ବାବା ବି ବାବା ଝିଅ ଗୁଡା ତମେ ମାନେ ଆଜିକାଲି ସବୁ କଲେ ଆମ ଘରେ ଟିକେ ଭଲ ଭଲ ପଏଣ୍ଟ ଆମ ଘରେ କିନ୍ତୁ ଏଇଟା ହେଇପାରିଲା ମାନେ ଆମ ଘରେ ଆମେ 3 ଝିଅ କିଛି ଜିନିଷ ଛୋଟ ଜିନିଷ ଆମେ କମ୍ପ୍ଲିଟଲି ବାପା ହେଲା ତାପରେ ଭାଇ ଯଦିଓ ସାନ ଆମ 3 ଜଣ ଭିତରୁ କିନ୍ତୁ ସିଏ ବଡ ସବୁ କାମ ତାକୁ ଆମେ କହୁ ପୂଜା ଏଇଟା ନେଇ ସେଇଟା କରିଦିଅନ୍ତି ବୋଲି ନା ତେଣୁ ସେଇଭଳି ଆମେ ଗଢି ଆସିଛୁ ବାହା ହେଲା ପରେ ଆଙ୍କୁ କରି ଇଏ କହିବେ ଆଙ୍କୁ କରି ଅଲଗା ଆଙ୍କୁ କରି ମୋ ନଣନ୍ଦ ଯିଏ ଦୀପା ଯିଏ ମାନେ ଆଙ୍କ ଭଉଣୀ ସିଏ ସବୁ କାମ କରନ୍ତି ଘର ବାହାର ସବୁ ଇଏ ଏକ୍ସପେକ୍ଟ କରୁଛନ୍ତି ମୁଁ ବି ସେଇଭଳି ଘର ବାହାର କରିବି ମୁଁ ଏତେ ବର୍ଷ କରିନି ତେଣୁ ମତେ ଲାଗୁଛି ହେ ଏମିତି କେମିତି ମୁଁ ସବୁ ଆମ ଘରେ ମତେ ଏଇଟା କହିନାହାନ୍ତି ଜାଣିପାରୁନି ଜିନିଷଟା ଇକ୍ୱାଲ ବୋଲି କରିପାରିବେ ବୋଲି କିନ୍ତୁ ହେଇଯାଇଛି ତଥାପି ମୁଁ ଚିନ୍ତିତ ଆସିଲାଣି ମୁଁ ଭାବି ପାରୁଛି କରିପାରିବି ଯାହା ବି ଜାଣିକି ଦେଇଦିଅନ୍ତି ଓକେ ଯୋଉଭଳି ପଢେଇଲେ ଏତେ ବର୍ଷ ଧରି ସେଇଭଳି ଭାବେ ବିହେଭିୟର ଚେଞ୍ଜେସ୍ ଆସିଗଲା ତେଣୁ ମତେ ଏବେ କିଛି ବି ଆସିଲେ ମତେ ଲାଗିବ ଯେ ଇଏ ମତେ ଟ୍ରିଟ କରୁନାହାନ୍ତି ଠିକ ସେ ଆମ ଘରେ ମତେ ଭଲସେ ଟ୍ରିଟ କରୁଥିଲେ କିନ୍ତୁ ଇଏ କହିବେ ଯେ ତୁ ସବୁ ସେ ଯେହେତୁ ସବୁ କରୁଛୁ ତୁ ବି ସବୁ କରିପାରିବୁ ତ ସେଇ ଗୋଟେ ଜିନିଷଟା ଗୋଟେ କନଫ୍ଲିକ୍ଟ ଆସୁଛି ସେ କହୁଛି ମତେ ମୁଁ ଭାବିଲି ନିଜେ ଆଣିକି ସଜେଇବା ମାନେ ମୋ ପାଇଁ ଗୋଟେ ବିରାଟ ବଡ ମୁଁ ସେଇ ଜିନିଷ କରିପାରିବି ବଟ୍ ମୁଁ ଏକା କରେ କେହି ବି ନଥାନ୍ତି ହେଲ୍ପ କରିବେ ହଁ